ପିଲାମାନେ, ଦେଶ ସ୍ୱାଧୀନ ହେବାର ପୂର୍ବବର୍ତ୍ତୀ ସମୟର କଥା। ଲେଖକଙ୍କ ମାମୁଁ ଘର ଗାଁରେ ଜଣେ ଧନୀ ସମ୍ମାନସ୍ପଦ ଲୋକ ଥିଲେ। ନାଁ ଥିଲା ତାଙ୍କର ଶ୍ରୀ ମହାରଣା। ତାଙ୍କର ଗୋଟେ ବିରାଟ ପକ୍କା ଘର ଥିଲା। ଆଖପାଖ 20 ଖଣ୍ଡ ଗାଁରେ ଏହାର ପଟାନ୍ତର ନଥିଲା। ଏଣୁ ଲୋକମାନେ ସେ ଘରକୁ ଦେଖିବାକୁ ଆସୁଥିଲେ। ଏବଂ ତାଙ୍କର 2ଟା ବଡ଼ ମାଛ ପୋଖରୀ ଥିଲା ଏବଂ ଆହୁରି ଅନେକ ଦୁଧିଆଳି ଗାଈ ଥିଲେ। ଲୋକମାନେ ତାଙ୍କୁ ଖୁବ୍ ସମ୍ମାନ ଦେଖାଉଥିଲେ। 1947 ମସିହାରେ ଦେଶ ସ୍ୱାଧୀନତା ଲାଭ କଲା। ଦିଲ୍ଲୀଠୁ ପଲ୍ଲୀ ଯାଏ ସ୍ୱାଧୀନତା ଦିବସ ପାଳିତ ହେଲା। ଶ୍ରୀ ମହାରଣା ବାବୁ ମଧ୍ୟ ଗାଁରେ ଏହି ଉତ୍ସବ ପାଳନ କଲେ। ରାତାରାତି ଏକ ଦେଶଭକ୍ତ ଗୋଷ୍ଠୀ ସୃଷ୍ଟି ହେଲେ। ଶ୍ରୀ ମହାରଣା ମଧ୍ୟ ଏହି ଜୁଆରରେ ସାମିଲ ହେଲେ। ସେ ଚିନ୍ତା କଲେ ରାଜନୀତିରେ ଯୋଗ ଦେବେ ଏବଂ ବିଧାନସଭାକୁ ଯିବେ। ତାଙ୍କ ଜିଲ୍ଲାରୁ ବାବୁ ବୀରକିଶୋର ବିଧାନସଭାକୁ ଯାଇ ମନ୍ତ୍ରୀ ହୋଇଥାନ୍ତି। ତାଙ୍କର ବିଭାଗ ଥିଲା ମତ୍ସ୍ୟ ସମ୍ପଦ ଓ ସୂକ୍ଷ୍ମ କଳା। ଶ୍ରୀ ମହାରଣା ଚିନ୍ତା କଲେ ମନ୍ତ୍ରୀକୁ ତାଙ୍କ ଗାଁକୁ ଡାକି ଏକ ସଭାର ଆୟୋଜନ କରିବେ ଏବଂ ନିଜକୁ ପ୍ରତିଷ୍ଠିତ କରାଇବେ। ଯୋଜନା ଅନୁଯାୟୀ ଶ୍ରୀ ମହାରଣା କାମ ଆରମ୍ଭ କଲେ। ଏକ ଅଭ୍ୟର୍ଥନା କମିଟି ଗଠିତ ହେଲା। ନିଜେ ଶ୍ରୀ ମହାରଣା ଏହି କମିଟିର ଚେୟାରମ୍ୟାନ୍ ହେଲେ। ତାଙ୍କ ପୈତୃକ ଚେୟାର ମନ୍ତ୍ରୀଙ୍କ ଉପବେଶନ ପାଇଁ ସଜଡ଼ା ହୋଇ ରଖାଗଲା। ସ୍କୁଲ ପିଲାମାନେ ସ୍ୱାଗତ ସଙ୍ଗୀତ ରଖିଲେ। ଗାଁ ସ୍ତ୍ରୀ ଲୋକମାନେ ଶଙ୍ଖ ବଜାଇ ମନ୍ତ୍ରୀଙ୍କୁ ବନ୍ଦାବନା କରିବାକୁ ସ୍ଥିର କରାଗଲା। ପିଲାମାନଙ୍କ ମନରେ ମନ୍ତ୍ରୀଙ୍କ ଖାଇବା, ପିଇବା, ଶୋଇବାକୁ ନେଇ ଅନେକ ପ୍ରଶ୍ନ। ମନ୍ତ୍ରୀ କ'ଣ ସାଧାରଣ ଲୋକଙ୍କ ଭଳି କାମ କରନ୍ତି? ନିଜେ ଶ୍ରୀ ମହାରଣା ବ୍ୟକ୍ତିଗତ ଭାବେ ସବୁକିଛି ବୁଝୁଥାନ୍ତି। ପ୍ରତ୍ୟେକ ଦିନ ସେ ଖାଇସାରି ଖରାବେଳେ 2 ଘଣ୍ଟା ଶୁଅନ୍ତି। କିନ୍ତୁ ଏହି ପରିସ୍ଥିତିରେ ସେ ଏହାକୁ ମଧ୍ୟ ତ୍ୟାଗ କରି ସାରିଲେଣି। ସମୟ ଆସିକି ପହଞ୍ଚିଗଲା। ନିର୍ଦ୍ଧାରିତ ଦିନ ମନ୍ତ୍ରୀ ବାବୁ ବୀରକିଶୋର ଆସି ଶ୍ରୀ ମହାରଣା ବାବୁଙ୍କ ଗାଁ ମୁଣ୍ଡରେ ପହଞ୍ଚିଲେ। ମନ୍ତ୍ରୀଙ୍କୁ ସ୍ୱାଗତ କରାଗଲା। ଯେଉଁଠି ସ୍ୱାଗତ ତୋରଣ ଅଛି ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଗଲା। ଶ୍ରୀ ମହାରଣା ତାଙ୍କ ବେକରେ ଗୋଟେ ଚମ୍ପା ଫୁଲମାଳ ପକାଇ ଦେଲେ। ତାଙ୍କ ପରେ ଅନ୍ୟମାନେ ମନ୍ତ୍ରୀଙ୍କୁ ଫୁଲମାଳ ଦେଲେ। ତାପରେ ଏକ ବିରାଟ ପଟୁଆରରେ ମନ୍ତ୍ରୀଙ୍କୁ ମହାରଣା ବାବୁଙ୍କ ଘରକୁ ନିଆଗଲା। ବାଟସାରା ଲୋକମାନେ ବାବୁ ବୀରକିଶୋର କି ଜୟ, ଭାରତ ମାତା କି ଜୟ ଧ୍ୱନିରେ ଗଗନ ପବନ କମ୍ପାଇ ଦେଉଥାନ୍ତି। ମନ୍ତ୍ରୀ ମହାରଣାଙ୍କ କାନ୍ଧରେ ହାତ ଥୋଇ ଢଳି ଢଳି ଚାଲିଥାନ୍ତି। ମହାରଣା ଭାବୁଥାନ୍ତି, ଜୀବନ ମୋର ଧନ୍ୟ ହୋଇଗଲା। ମନ୍ତ୍ରୀ ମୋ କାନ୍ଧରେ ହାତ ଥୋଇଛନ୍ତି। ଛୋଟ ପିଲାମାନେ ମନ୍ତ୍ରୀଙ୍କ ଠାରୁ ଅଳ୍ପ ଦୂରରେ ଚାଲୁଥାନ୍ତି। ଶେଷରେ ପଟୁଆର ଯାଇ ମହାରଣାଙ୍କ ଘରେ ପହଞ୍ଚିଲା। ମହାରଣା ସମସ୍ତଙ୍କୁ ପଇଡ଼ ପାଣି ଦେଇ ସ୍ୱାଗତ କଲେ। ମନ୍ତ୍ରୀଙ୍କ ପାଇଁ ଘିଅ ଭାତ ଓ 20 ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିଲା। ମନ୍ତ୍ରୀ ଖାଇସାରି ବିଶ୍ରାମ ନେବାକୁ ପୋଖରୀ କୂଳିଆ ଘରକୁ ଗଲେ। ଅନ୍ୟମାନେ ବାହାରେ ଅପେକ୍ଷା କରି ରହିଲେ। ଲେଖକ ମନ୍ତ୍ରୀଙ୍କ ବିଷୟରେ ଜାଣିବାକୁ କୌତୂହଳୀ ଥିଲେ। ସେ ଘର ପଛ ପାଖକୁ ଯାଇ ଲୁଚି ଲୁଚି ଦେଖିଲେ ଏବଂ ଝରକା ବାଟେ ଭିତରକୁ ଚାହିଁଲେ ମନ୍ତ୍ରୀ କେମିତି ଶୋଇଛନ୍ତି। ଲେଖକ ମନ୍ତ୍ରୀଙ୍କ ଝରକା ପାଖରେ ଛିଡ଼ା ହୋଇ ଘର ଭିତରକୁ ଚାହିଁଲେ। ମନ୍ତ୍ରୀଙ୍କ ଚନ୍ଦାମୁଣ୍ଡ ଗୋଟେ ବଡ଼ ଟକିଆ ଉପରେ ଥିଲା। ସେ ଶୋଇଥିଲେ ଓ ଘୁଙ୍ଗୁଡ଼ି ମାରୁଥିଲେ। ତାଙ୍କ ଟୋପି ଅଳ୍ପ ଦୂରରେ ଟେବୁଲ ଉପରେ ଥିଲା। ଏତିକି ବେଳେ ମହାରଣାଙ୍କ ପୋଷା ମାଙ୍କଡ଼ ଜମ୍ବୁଆ କୁଆଡ଼େ ଥିଲା ମାଡ଼ି ଆସିଲା। ଝରକା ବାଟେ ଘର ଭିତରକୁ ଯାଇ ମନ୍ତ୍ରୀଙ୍କ ଟୋପି ଆଣି ବୁଦା ଭିତରକୁ ଚାଲିଗଲା। ଲେଖକ କିଛି ସମୟ ସେଠି ଛିଡ଼ା ହେଲେ ଓ ଘରକୁ ଚାଲି ଆସିଲେ। ମନ୍ତ୍ରୀ ଅଳ୍ପ ସମୟ ପରେ ଉଠିଲେ। ସେ ତାଙ୍କ ଟୋପି ଖୋଜିଲେ, ମାତ୍ର ଟୋପି ମିଳିଲା ନାହିଁ। ସେ ବ୍ୟସ୍ତ ହୋଇପଡ଼ିଲେ। ତାଙ୍କ ବ୍ୟକ୍ତିଗତ ସହକାରୀ କହିଲେ, ରହସ୍ୟଜନକ। ପବ୍ଲିକ୍ ରିଲେସନ୍ ଅଫିସର କହିଲେ, ମନ୍ତ୍ରୀ ସାମାନ୍ୟ ଟୋପିଟିଏ ପାଇଁ ବିଚଳିତ ନୁହନ୍ତି, କିନ୍ତୁ ଏ ଘଟଣା ନେଇ ମର୍ମାହତ। ଏହା ବିରୋଧୀ ଦଳର କାର୍ଯ୍ୟ। ଏହା ଆମ ଦେଶର ରାଜନୀତିକୁ ପ୍ରଭାବିତ କରିବ।
ମହାରଣା ବରଡ଼ା ପତ୍ର ଭଳି ଥରୁଥାନ୍ତି। ତାଙ୍କ ଦେହରୁ ଗୋଟା ଗୋଟା ଝାଳ ବହି ଯାଉଥାଏ। ତାଙ୍କ ପାଟି ଫିଟୁ ନଥାଏ। ତାଙ୍କରି ଘରେ ମନ୍ତ୍ରୀଙ୍କ ଟୋପି ଗାଏବ କ'ଣ ଛୋଟିଆ କଥା? ଲେଖକ ମହାରଣାଙ୍କ ଅବସ୍ଥା ଦେଖି ତାଙ୍କୁ ପାଖକୁ ଡାକିଲେ ଏବଂ କହିଲେ, ଜମ୍ବୁ ଟୋପି ନେଇଯାଇଛି, ମୁଁ ଦେଖିଛି। ତେଣୁ ଶ୍ରୀ ମହାରଣା ଏ କଥା ଶୁଣି ଘଡ଼ିଏ କାଳ ଗୁମ୍ ହୋଇ ବସିଲେ ଓ କହିଲେ, ଦେଖ ପୁଅ, ତୁ ଏ କଥା କାହାକୁ କହିବୁ ନାହିଁ। ମୁଁ ତତେ ପରେ ପୁରସ୍କାର ଦେବି। ମହାରଣା କ'ଣ ପାଇଁ ଏକଥା କହିଲେ ଲେଖକ ବୁଝିପାରିଲେ ନାହିଁ। ସେ ତାଙ୍କ ସାଙ୍ଗମାନଙ୍କୁ ପାଖକୁ ଡାକିଲେ ଏବଂ ତାପରେ ସେମାନେ ସାଙ୍ଗମାନେ ଖେଳିବାକୁ ଚାଲିଗଲେ। ସେମାନେ ମଧ୍ୟ ମନ୍ତ୍ରୀଙ୍କ ଟୋପି ହଜିବା ଘଟଣା ଉପରେ କଥାବାର୍ତ୍ତା ହେଉଥାନ୍ତି। କିଏ କହୁଥାନ୍ତି ଯେ ମନ୍ତ୍ରୀଙ୍କ ଟୋପି ଯେଉଁ ଚୋର ନେଇଛି ତାକୁ ପୋଲିସ ଆମ ଗାଁ ମୁଣ୍ଡ ବରଗଛରେ ଟାଙ୍ଗିଦେବ। ବିଭିନ୍ନ ପ୍ରକାର କୌତୂହଳ କଥାବାର୍ତ୍ତା ପିଲାମାନଙ୍କ ମଧ୍ୟରେ ଚାଲିଥାଏ। ପରବର୍ତ୍ତୀ ସମୟରେ ଶ୍ରୀ ମହାରଣା ଓ ବାବୁ ବୀରକିଶୋର ହସି ହସି ସଭା ମଞ୍ଚକୁ ଆସିଲେ। କିଛି ସମୟ ପୂର୍ବରୁ ଟୋପି ହଜିବା ଜନିତ ଦୁଃଖ ଓ ବିଷାଦ ଟିକିଏ ମାତ୍ର ମନ୍ତ୍ରୀଙ୍କ ମୁହଁରେ ନଥାଏ। ମନ୍ତ୍ରୀ ଚେୟାର ଉପରେ ବସିଲେ। ମହାରଣାଙ୍କ ଝିଆରୀ ତାଙ୍କ ବେକରେ ଫୁଲମାଳ ପକାଇଦେଲେ। ଗାଁ ଗହଳିର ଲୋକଟିଏ ଯଦି ଦେଖନ୍ତି ଯେ ଝିଅଟିଏ ପୁଅ ବେକରେ ଫୁଲମାଳ ପକାଇଦେଲା ତାକୁ ସ୍ୱୟଂବର ବୋଲି ଭାବନ୍ତି। ଏଠି କି ପ୍ରକାର ସ୍ୱୟଂବର ଚାଲିଛି ସେମାନେ କିଛି ବୁଝିପାରୁନଥିଲେ। ପିଲାମାନେ ଗୀତ ଗାଇଲେ, ଅନ୍ୟମାନେ ବାଦ୍ୟ ବଜାଇ କୀର୍ତ୍ତନ ତାଳରେ ନାଚିଲେ। ଏଥର ଶ୍ରୀ ମହାରଣା ଅଭ୍ୟର୍ଥନା କମିଟିର ଚେୟାରମ୍ୟାନ୍ ହିସାବରେ ସ୍ୱାଗତ ଭାଷଣ ଦେବାକୁ ଉଠିଲେ। ସେ ମନ୍ତ୍ରୀ ମହୋଦୟଙ୍କ ଗୁଣଗ୍ରାମ, କୀର୍ତ୍ତି, ପିତୃ ପରିଚୟ, ଆଜି ପର୍ଯ୍ୟନ୍ତ ଦେଶ ପାଇଁ ତାଙ୍କର ଅବଦାନ ବା ଖ୍ୟାତି ସବୁ ବର୍ଣ୍ଣନା କଲେ। ଦେଶବାସୀଙ୍କ ତରଫରୁ ତାଙ୍କୁ କୃତଜ୍ଞତା ଜଣାଇଲେ। ସେ ଜଣେ ପକ୍କା ରାଜନୀତିଜ୍ଞ ଭଳି ପ୍ରଗଳ୍ଭ ଭାବରେ ଭାଷଣ ଦେଲେ। ତାଙ୍କର ଉପସ୍ଥିତିର ବୁଦ୍ଧି ଓ କହିବା ଶୈଳୀ ତାରିଫ କଲା ଭଳି ଥିଲା। ଟିକିଏ ଦମ୍ ନେଇ ସେ କହିଲେ, ଭାଇ ଓ ଭଉଣୀମାନେ, ଆପଣମାନେ ସମସ୍ତେ ମନ୍ତ୍ରୀଙ୍କ ଟୋପି ବିଷୟରେ ଜାଣନ୍ତୁ। ମାତ୍ର ଭାବି ଦେଖନ୍ତୁ ତ, ଏତେ ବଡ଼ ଲୋକଙ୍କ ଟୋପି କ'ଣ ଚୋରି ହେଇପାରେ? ଅସଲ କଥା ହେଲା, ଆମ ଅଞ୍ଚଳର ଜଣେ ଭଦ୍ର ବ୍ୟକ୍ତି ସେ ଟୋପି ନେଇଯାଇଛନ୍ତି। ତାକୁ ଏକ ପବିତ୍ର ଦ୍ରବ୍ୟ ଭାବରେ ଘରେ ରଖି ପୂଜା କରିବେ। ମନ୍ତ୍ରୀଙ୍କୁ ମାଗିଥିଲେ ସେ ଏଭଳି ଏକ ଛୋଟ ଜିନିଷ ଦେବାକୁ କୁଣ୍ଠାବୋଧ କରିଥାନ୍ତେ। ତେଣୁ ସେ ଏହାକୁ ଚୋରେଇ ନେଇଗଲେ। ମାତ୍ର ସେ ମନ୍ତ୍ରୀଙ୍କ ହାତକୁ ଟେକି ଦେବାକୁ ମୋ ପାଖକୁ 100 ମୁଦ୍ରା ପଠାଇଛନ୍ତି। ଏହି ଟଙ୍କା ମନ୍ତ୍ରୀ ଗରିବମାନଙ୍କ ମଙ୍ଗଳ ନିମନ୍ତେ ବିନିଯୋଗ କରିବେ। ଏବେ ସେ ଟଙ୍କା ମୁଁ ମନ୍ତ୍ରୀଙ୍କ କରକମଳରେ ଅର୍ପଣ କରୁଛି। ଏକଥା ଶୁଣି ଉପସ୍ଥିତ ଜନତା ଘନ ଘନ କରତାଳି ମାଡ଼ କଲେ। ଅଜଣା ସମ୍ମାନୀୟ ଚୋରକୁ କୃତଜ୍ଞତା ଜଣାଇଲେ। ଟୋପି ଚୋରି ପଛରେ ଲୁକାୟିତ କାରଣ ଜାଣି ସମସ୍ତେ ଖୁସି ହେଲେ। ତାପରେ ମନ୍ତ୍ରୀ ଅଳ୍ପ ଭାଷଣ ଦେଲେ। ସମସ୍ତଙ୍କ ଉଦ୍ଦେଶ୍ୟରେ ରାତ୍ରି ଭୋଜନ ବନ୍ଦୋବସ୍ତ ହୋଇଥିଲା। ସମସ୍ତେ ଖାଇ ପିଇ ଘରକୁ ଗଲେ। ମନ୍ତ୍ରୀ ଖୁବ୍ ଖୁସି ଦିଶୁଥିଲେ। ମାତ୍ର ଶ୍ରୀ ମହାରଣାଙ୍କ ମୁହଁ ଝାଉଁଳି ପଡ଼ିଥିଲା। ସେ ଜୀବନରେ କେବେ ମିଛ କଥା କହିନଥିଲେ। ଆଜି ଜମ୍ବୁ ପାଇଁ ସେ ଜଣଙ୍କ ଆଗରେ ମିଛ କହିଲେ ଓ ପକେଟରୁ 100 ଟଙ୍କା ମଧ୍ୟ ଗଲା। ପୁଣି ଗୋଟେ ଛୋଟ ପିଲା ଆଗରେ ସେ ମିଛୁଆ ପରିଚୟ ନେଇ ବଞ୍ଚିଲେ। ଏହା ତାଙ୍କୁ ଭୀଷଣ କଷ୍ଟ ଦେଉଥିଲା। ଶେଷରେ ମନ୍ତ୍ରୀଙ୍କ ବିଦାୟର ଦିନ ଆସି ପହଞ୍ଚିଲା। ଶ୍ରୀ ମହାରଣା ତାଙ୍କୁ ମିଠା ଦହି ଖୁଆଇଲେ। ସେ ଦହି ପିଇଲା ବେଳେ ଭାବପ୍ରବଣ ହୋଇ କହିଲେ, ମନ୍ତ୍ରୀ କହିଲେ, ଆଜି ଲୋକମାନେ ମୋ ଟୋପି ନେଇଗଲେ, କାଲିକି ସେମାନେ ମୋ ଲୁଗାପଟା ନେଇଯିବେ। ମୋତେ ଲାଗୁଛି ଦିନେ ମୋତେ ଲଙ୍ଗଳା ହୋଇ ଘରକୁ ଫେରିବାକୁ ହେବ। ତେବେ ସେମାନେ ମୋତେ ଭଲ ପାଇ ଏମିତି କରୁଛନ୍ତି, ମୁଁ ଏକଥା ପସନ୍ଦ କରୁଛି। ମନ୍ତ୍ରୀ ଓ ଶ୍ରୀ ମହାରଣା ବାରଣ୍ଡାକୁ ଆସିଲେ। ଅଳ୍ପ ଦୂରରେ ଲେଖକ ମଧ୍ୟ ଛିଡ଼ା ହୋଇଥାନ୍ତି। ଏତିକିବେଳେ ଜମ୍ବୁ ଟୋପିକୁ ଧରି ଖେଳି ଖେଳି ଆସିଲା ଓ ମନ୍ତ୍ରୀଙ୍କ ହାତକୁ ଟୋପିଟିକୁ ବଢ଼ାଇ ଦେଲା। ମନ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ। ମହାରଣା ବାବୁଙ୍କ ମୁହଁକୁ ଚାହିଁଲେ। କହିଲେ, ଆହୋ ମହାରଣା ବାବୁ, ସେ ଭଦ୍ରଲୋକ ଯେଉଁ ଟୋପି ନେଇଥିଲେ
ଏଇଟା ସେଇ ଟୋପି ନୁହେଁ ତ? ମହାରଣା ସେତେବେଳେ କାନ୍ଦ କାନ୍ଦ ଅବସ୍ଥାକୁ ଆସିଥାନ୍ତି ଓ କହିଲେ, ଆଜ୍ଞା ମୁଁ ସେଇ ଭଦ୍ର ବ୍ୟକ୍ତି। କାହାରି ମୁହଁରେ ଭାଷା ନଥିଲା। ଶ୍ରୀ ମହାରଣା କାନ୍ଦୁଥିଲେ। ତାଙ୍କ ସହ ତାଳ ଦେଇ ମନ୍ତ୍ରୀ ମଧ୍ୟ କାନ୍ଦୁଥିଲେ। ତାଙ୍କର ଆଖି ଲାଲ ପଡ଼ିଯାଇଥିଲା। ସେପଟୁ ମନ୍ତ୍ରୀଙ୍କ ପିଏ ଡାକିଲେ, ସାର୍ ଜିପ୍ ରେଡ଼ି, ଆସନ୍ତୁ। ମନ୍ତ୍ରୀ ଲୁହ ପୋଛି ଜିପ୍ ପାଖକୁ ଆଗେଇଲେ।